ବିଜୁ ମହିଳା ଜନତା ଦଳ ତରଫରୁ ଉପଖଣ୍ଡ ଥାନାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ। ସାମ୍ପ୍ରତିକ ନାରୀ ସମାଜ ଅସୁରକ୍ଷିତ। କେତେବେଳେ ନାରୀଟି ଲୋକଲଜ୍ଜା ଚାପଗ୍ରସ୍ତ ହୋଇଛି ତ ନିଜେ ଜଳି ଆତ୍ମହତ୍ୟା କରୁଛି, ତ ଆଉ କେତେବେଳେ ଜଣେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ସମ୍ମୁଖରେ ଗଣଦୁଷ୍କର୍ମ କରାଯାଉଛି। ଗତ 15 ମାସ ଓଡ଼ିଶାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶାସନରେ ସ୍କୁଲ ଏବଂ ହଷ୍ଟେଲରେ ଯୌନ ନିର୍ଯାତନା ବହୁ ମାମଲା ସାମ୍ନାକୁ ଆସିଛି। ପୁଣି କରଞ୍ଜିଆ ଠାରେ ମଧ୍ୟ ଏକ ବାଳିକାକୁ ଦୁଷ୍କର୍ମ ଘଟଣା ଶିରୋନାମା ପାଲଟିଛି। ରାଇରଙ୍ଗପୁରରେ ବିଶ୍ୱକର୍ମା ଦେବଙ୍କ ପୂଜାର୍ଚ୍ଚନାରେ ଅଞ୍ଚଳବାସୀ ମୁଖରିତ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବାସ୍ତୁକଳା, ଶିଳ୍ପକଳା ଓ ଉଦ୍ୟୋଗର ଦେବତା ହେଉଛନ୍ତି ପ୍ରଭୁ ବିଶ୍ୱକର୍ମା। କିମ୍ବଦନ୍ତୀ ଅନୁସାରେ ସୃଷ୍ଟିକର୍ତ୍ତା ଭଗବାନଙ୍କ ବ୍ରହ୍ମାଙ୍କ ପୁତ୍ର ହେଉଛନ୍ତି ବାସୁଦେବ ଏବଂ ତାଙ୍କର ପତ୍ନୀ ଅଗ୍ନିରଶ୍ମିଙ୍କ ଗର୍ଭରୁ ଭଗବାନ ବିଶ୍ୱକର୍ମା ଜନ୍ମଗ୍ରହଣ କରିଥିଲେ। ଶିକ୍ଷକ ଦାବି ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକ ଦାବି ନେଇ ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ। ବଇଣ୍ଡାରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର। ବଇଣ୍ଡା କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଶିକ୍ଷକପଡ଼ା ଶ୍ରୀରାମ ମନ୍ଦିର କମିଟି ଆନୁକୂଲ୍ୟରେ ଏକ ଦିନିକିଆ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଇଣ୍ଡା ଇଲେକ୍ଟ୍ରିକାଲ ସବ୍ ଡିଭିଜନାଲ ଅଫିସର ଅକ୍ଷୟ କୁମାର ସାହୁ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ। ଅଫୁଟା ଗୁଳି ସହ ଦେଶୀ ବନ୍ଧୁକ ଜବତ, 2 ଗିରଫ। ଆଠମଲ୍ଲିକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ଧଣ୍ଡାତୋପା ବନାଞ୍ଚଳର ଧଣ୍ଡାତୋପା ଓଭରବ୍ରିଜ କ୍ୟାମ୍ପରୁ ଏକ ଦେଶୀ ବନ୍ଧୁକ ସହିତ କିଛି ଅଫୁଟା ଗୁଳି ଜବତ କରିଛି ବନ ବିଭାଗ। ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ। ଆଠମଲ୍ଲିକ 12/9/2025। ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅନ୍ତର୍ଗତ ରଇଡ଼ା ଗ୍ରାମର ରବୀନ୍ଦ୍ର ଭୋଇ ବୟସ 50 ବର୍ଷ। ଏକ ହତ୍ୟା ଘଟଣାରେ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରଞ୍ଜନ କୁମାର ସୁତାରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ କରିଥିବା ଜଣାଯାଇଛି। ରାଇରଙ୍ଗପୁର ଶାଖା ଭାରତୀୟ ଜୀବନ ବୀମା ଏଜେଣ୍ଟ ସଂଘର 25ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ। ରାଇରଙ୍ଗପୁର ଶାଖା ଭାରତୀୟ ଜୀବନ ବୀମା ଏଜେଣ୍ଟ ସଂଘର 25ତମ ବାର୍ଷିକ ଅଧିବେଶନ ସଭାପତି ସତ୍ୟବ୍ରତ ନନ୍ଦଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ପିସିଏମ୍ କଲ୍ୟାଣଠାରେ ଅନୁଷ୍ଠିତ ହୋଇଯାଇଛି।